जब आंखें बंद हो तो याद हिंदुस्तान की हो। हम मर भी गए, हम मर भी गए तो कोई गम नहीं, लेकिन मरते वक्त स्मृति हिंदुस्तान की हो। परम सम्माननीय मोचेसिका अभिवृंद एवं मोर परम दर्शक शिक्षक और शिक्षयित्री एଠାରେ उपस्थित भाई भଉଣୀମାନେ ସମସ୍ତଙ୍କୁ ନମସ୍କାର ଅଭିନନ୍ଦନ। ଆଜିର ଏହି ବକ୍ତୃତା ପ୍ରତିଯୋଗିତାରେ ସବୁଠାରୁ ଚିନ୍ତାଶୀଳ ବିଷୟବସ୍ତୁ ହେଉଛି ନବଭାରତ ନିର୍ମାଣରେ ଛାତ୍ରର କର୍ତ୍ତବ୍ୟ। ଏଠାରେ ମୋ ବିଚାର ଉପସ୍ଥାପନ କରେ ନବଭାରତ ନିର୍ମାଣରେ ଛାତ୍ରର କର୍ତ୍ତବ୍ୟ। ଏଠାରେ ତିନୋଟି ଶବ୍ଦ ବିରାଜମାନ। प्रथम शब्द है नवभारत, द्वितीय शब्द है निर्माण और तृतीय शब्द है छात्रर कर्तव्य। प्रथम हम जानबा नवभारत कहले कोन। संसार सर्वदा परिवर्तनशील, तेणु प्रत्येक पदार्थर परिवर्तन रे ए संसार चक्र चलते। हम भारत होई मध्य एहार अनेक प्रभाव पड़छि। आगामी किछ वर्ष भारत एवं एबेका नवभारत मध्यरे आकाश पाताल पार्थक्य देखिବାକୁ मिलुछि। असाधारण भारतर वास्तविकता एवं समृद्धि भारतर अत्याधुनिकता को ଆମେ ଅଳ୍ପାଧିକ ଅନୁଭବ କରିଛେ। ପ୍ରାଚୀନ ଭାରତ ଅନେକ ସମସ୍ୟାକୁ ନେଇ ଗତି କରୁଥିଲା, ଏବେ ତାର ନବଭାରତ ମଧ୍ୟ ଅନେକ ଚ୍ୟାଲେଞ୍ଜେସ୍ ରହିଛି। ବିଗତ 10 ବର୍ଷର ଚିତ୍ରକୁ ଯଦି ଆମେ ଦେଖିବା ତାହେଲେ ଭାରତ ଅନେକ ସମସ୍ୟାକୁ ନେଇ ଗତି କରିଛି, ଯେପରିକି ପାଣିପାଗ ବିପର୍ଯ୍ୟୟ, ପରିବେଶ ପ୍ରଦୂଷଣ ଏବଂ କରୋନା ମହାମାରୀ ଭଳି ବିପଦର ପରିସ୍ଥିତିରେ ମଧ୍ୟ ଭାରତ ନିଜର ଅର୍ଥନୀତିକୁ ବଜାୟ ରଖି ପ୍ରଗତିଶୀଳ ହେବାକୁ ଚେଷ୍ଟା କରିଛି। ସେହିପରି ଆମ ଭାରତକୁ ଏକ ଶକ୍ତିଶାଳୀ ଅର୍ଥନୀତି, ସୁଦୃଢ଼ ରାଜନୀତି, ବଳିଷ୍ଠ ଶିକ୍ଷାନୀତି ଓ ସୁସ୍ଥ ସ୍ୱାସ୍ଥ୍ୟ ସମାଜର ଗଠନର ଆବଶ୍ୟକତା ରହିଛି। ଦ୍ୱିତୀୟ ଆମେ ଚାହିଁବା ନିର୍ମାଣ କହିଲେ କ'ଣ? ନିର୍ମାଣ କହିଲେ ଅଗ୍ରଗତି କରିବା, ଉନ୍ନତି କରିବା, ବିକାଶ କରିବା ଇତ୍ୟାଦି ଇତ୍ୟାଦିକୁ ବୁଝାଏ। ଯେତେବେଳେ ଆମେ ଗୋଟେ ଗୃହ ନିର୍ମାଣ କରିବାକୁ ଯାଉଛେ, ପୂର୍ବରୁ ପ୍ରପର ପ୍ଲାନିଂ କରୁଛେ, ଯେପରିକି ପ୍ରଥମେ ନକ୍ସା ତିଆରି କରୁଛେ, ପରେ କେତେ ସିମେଣ୍ଟ, କେତେ ପାଣି, କେତେ ଇଟା ଇତ୍ୟାଦି ସବୁ କ'ଣ ଆବଶ୍ୟକ ତାହା ସ୍ଥିର କରୁଛେ। ତେବେ ଯେ ଏକ ପରିମାର୍ଜିତ ଅଭିଳାଷୀ ଗୃହଟିଏ ନିର୍ମାଣ ହୋଇପାରୁଛି। ସେହିପରି ଆମ ଭାରତକୁ ନବଭାରତରେ ପରିଣତ କରିବା ପାଇଁ କ'ଣ ସବୁ ଆବଶ୍ୟକତା ରହିଛି ତାହା ଆମକୁ ପ୍ରଥମେ ସ୍ପଷ୍ଟ ହେବାକୁ ପଡ଼ିବ। ଭାରତର ନୈତିକତା ହେଉଛି ତାର ବୈଶିଷ୍ଟ୍ୟତା, ଆଦର୍ଶ, ସଂସ୍କାର ଏସବୁ ହେଉଛି ମୂଳତ୍ୱ। ଏସବୁ ଅଛି ତ ଭାରତ ନିଶ୍ଚିତ ରୂପେ ଅଗ୍ରଗତି କରିବ। ତେଣୁ କୁହାଯାଇଛି तीर को आगे छोड़ने से पहले पीछे से खींचना पड़ता है। उसी तरह अच्छे दिनों के लिए बुरे दिनों से लड़ना पड़ता है। उसी तरह अच्छे दिनों के लिए बुरे दिनों से लड़ना पड़ता है। तृतीय हम चाहिए छात्रର कर्तव्य କହିଲେ କ'ଣ? छात्रର कर्तव्य छात्र ହେଉଛି ସମାଜର ନାଗରିକ। ଆଜିର ଛାତ୍ର ଆଗାମୀ କାଲର ନାଗରିକ। ତେଣୁ ସେ ଯଦି ବାଲ୍ୟକାଳରୁ ହେଉଛି ଶିକ୍ଷା, ଦୀକ୍ଷା, ନୀତି, ଆଦର୍ଶରେ ବଢ଼ିଲା, ତେବେ ସେ ଭବିଷ୍ୟତରେ ଏକ ଉତ୍ତମ ନାଗରିକ ହୋଇ ଦେଶ ପାଇଁ ଅମୂଲ୍ୟ ବରଦାନ ସାଜିଥାଏ। ଛୋଟ ପିଲା ହେଲେ ମଧ୍ୟ କ'ଣ ହେଲା? ସେଦିନ ଯେପରି ବାଜି ରାଉତ ଇଂରେଜମାନଙ୍କର ଗୋଳିବାଡ଼କୁ ନ ଡରି ଅଦମ୍ୟ ସାହସ ଦେଖାଇଥିଲେ, ଦେଶ ପାଇଁ ଶହୀଦ ହୋଇ ଯାଇଥିଲେ। ସେ ନିଜର ମାତୃଭୂମି ପ୍ରତି ରହିଥିବା କର୍ତ୍ତବ୍ୟକୁ ଠିକ୍ ବୁଝିପାରିଥିଲେ।